ଦେଖିପାଇଲେ ତ ଇଏ ହେଉଛି ଆପଣଙ୍କର ଛୋଟ କଳାକାର ଅଭୟ କୁମାରଙ୍କ ଘର। ମୁଁ କହିଥିଲି ଆପଣଙ୍କୁ କଥା ହେଇଥିଲି ଯେ ମୁଁ ଘରକୁ ଗଲା ପରେ ଆପଣଙ୍କୁ କିଛି ଦେଖେଇବି। ଆମର ଘର ଦେଖେଇବି ଭାବୁଥିଲି ଆଉ ଦେଖିଥିଲି ଯେହେତୁ ମୁଁ ରାତିରେ ପହଞ୍ଚିଲି ସେଥିପାଇଁ ମୁଁ ଭିଡ଼ିଓ କରିନଥିଲି। ବର୍ତ୍ତମାନ ଟିକେ କରିଦେଲି। ଦେଖିପାରୁଛନ୍ତି ଏଇଟା ହେଉଛି ଆମ ଘର, ଛାତ ଘର। ଦେଖିଲେ ତ ଆପଣ ସବୁ କିଛି। ଆଉ କ'ଣ ଏଇ ଚାଲିଛି କଷ୍ଟ କରିବାକୁ କର୍ମ କରୁଛୁ। ଭଲ କାମ ଯାହା ଯେତିକି ଆମେ ସମ୍ଭବ ପରିବାରକୁ ଖୁସି କରିବା ପାଇଁ ପରିଶ୍ରମ କରିବାକୁ ପଡ଼ୁଛି। ଏଇ ଘର କରିବା ପାଇଁ ପରିଶ୍ରମ କରିବାକୁ ପଡ଼ୁଛି। ଯେହେତୁ ଲାଇଫରେ ସବୁବେଳେ ଗରିବ ଘରେ ଜନ୍ମ ହେଇଛୁ ସତ, କିନ୍ତୁ ଗରିବ ହେଇକି ମରିଲେ ସେଇଟା ହେଉଛି ଆମକୁ ବହୁତ ଅସୁବିଧା ହେବ। ସେଥିପାଇଁ ଯାହା କିଛି ସକ୍ସେସ୍ ହେଇକି କିଛି ଉନ୍ନତି କରିକି ଆମେ ଦୁନିଆ ଛାଡ଼ିବାକୁ ପଡ଼ିବ। ତ ସେଇଥିପାଇଁ ଚାଲିଛି ଦର୍ଶକ ବନ୍ଧୁ ଆପଣଙ୍କ ଆଶୀର୍ବାଦରୁ ପରିଶ୍ରମ ଚାଲିଛି। ଏଇଟା ହେଉଛି ଆମର ଚାଳ ଘର, ଦେଖିପାରୁଛନ୍ତି। ସବୁ ଘର ତ ମୁଁ ଆପଣଙ୍କୁ ଦେଖେଇଦେଲି। ଏଇ ହେଉଛି ମୋ ଘର, ବାକି ରହିଲା ପରିବାର। ବାପା ମା ଯାଇଛନ୍ତି କାମ କରିବା ପାଇଁ, ମୁଁ ଶୋଇପଡ଼ିଥିଲି। ଯେହେତୁ ମୁଁ ଶୋଇଲେ ଉଠାନ୍ତିନି, କେହି ଜାଣିଛନ୍ତି। ବହୁତ ଦିନ ପରେ ଆସି ରାତି ଅନିଦ୍ରା ହେଉଛି ତ ମୋତେ କେହି ଉଠାନ୍ତିନି। ମୋର ଉଠେ, ମୁଁ ଯେତେବେଳେ ନିଦ ଭାଙ୍ଗେ ମୁଁ ମୋର ଉଠେ, ଯାହା କିଛି କାମ ସବୁ କରେ। ମୋ ପାଇଁ ଖାଇବା ପିଇବା ରଖିଦେଇକି ପଳେଇଛନ୍ତି ସବୁ କାମରେ। ଆଉ ଆସିବେ ସନ୍ଧ୍ୟାରେ ଆସିବେ, ଯଦି ହେବ ମୁଁ ଚେଷ୍ଟା କରିବି ବାପା ମାଆଙ୍କୁ ଦେଖିବା ପାଇଁ ହେଲା। ଯେହେତୁ ବର୍ତ୍ତମାନ ଯାଇଛନ୍ତି କାମରେ, ଯିଏ ଯାହାର କାମରେ ଯାଇଛନ୍ତି ଆସିନାହାନ୍ତି। ମୁଁ ଶୋଇଥିଲି, ଉଠିଲା ପରେ ଟିକେ ଚାହିଁଲି ନାହିଁ ମୁଁ ଟିକେ ଭିଡ଼ିଓ ଆପଣଙ୍କୁ କରିବି। ଆଉ ଚାଲନ୍ତୁ ଦେଖିବା ବାହାରେ ଆଉ ଟିକେ କିଛି ଜିନିଷ ଅଛି ଦେଖେଇବି, ଚାଲନ୍ତୁ। ହଁ, ଏଇଟା ହେଉଛି ଆମ ଘର, ଦେଖିପାରୁଛନ୍ତି। ଆଉ ଏପଟେ କାକାଙ୍କ ଘର, ଛାତ ଘର କାକାଙ୍କର, ଚାଳ ଘର ସେପଟେ ଅଛି। ଚାଲୁ ଯିବା। ରାସ୍ତା ବିଶେଷ ହେଇନି, ଏବେ ଟିକେ ରାସ୍ତା ନେଇ ଏପଟେ ବହୁତ ଅସୁବିଧା ହେଉଥିଲା ସେତେବେଳକୁ। ସେଇଟା ହେଉଛି ଆମ ନଳକୂଅ, ସାନ ପାଣି ଆଣୁଛନ୍ତି ହେଲା। ଏଇଭଳିଆ ପରିବେଶ ଅଛି ଜେଙ୍କ ଘର। ସେପଟେ ପରିବେଶ ଆଉ କ'ଣ, ଘରକୁ ଆସିଲେ କେହି ନାହାନ୍ତି, ସବୁ ପଳେଇଛନ୍ତି, ଭଲ ଲାଗୁନି। ସାନ ମା ଏଇ ପାଣି ନେଇକି ଯାଉଛନ୍ତି ହେଲା। ଏଇଟା ହେଉଛି ନଳକୂଅ। କ'ଣ ଏଇ ନୀତିଦିନ ଆମ ପଟେ ଯିଏ ମ୍ୟାରେଜ କରୁ ଏଇ କାମ କରିବା ପାଇଁ ବାଧ୍ୟ। ସେ ରାଜା ଝିଅ ବାହାରିଲେ ବି ଏଇ କାମ କରୁ। ସାନ କ'ଣ କହୁଛ? ସାନ ମାଙ୍କର ଲଭ୍ ମ୍ୟାରେଜ, ଦେଖ ତାଙ୍କୁ ପଚାରିବା ବହୁତ। ଆଉ ମୁଁ କେତେବେଳେ କହିବି ଆପଣଙ୍କୁ, କେତେବେଳେ ଆଉ ଅପଡ଼େଟ୍ ଦେବି। ବହୁତ କଷ୍ଟ କରୁଛନ୍ତି। ଆଉ ଏଇଟା ତ ବାଟ ଘାଟ ଦେଖୁଛ, ଏଇଭଳିଆ ଅସୁବିଧା ହେଉଛି। ସତରେ ଆମ ପଟେ ଯିଏ ମ୍ୟାରେଜ କରିବ ସବୁ କାମ କରିବା ପାଇଁ ବାଧ୍ୟ। ସେ ରାଜା ଝିଅ ବାହାରିଲେ ବି ସେ କାମ କରିବାକୁ ବାଧ୍ୟ। କାହିଁକି, ଆମର ଯେହେତୁ ଏପଟେ ପର ଭିଲେଜ୍, ଇନକମ୍ ନାହିଁ, ବେଶୀ ଲୋକଙ୍କର ଇନକମ୍ ନାହିଁ, ମାଳ ମସଲା ଜାଗା, ତ ଇନକମ୍ ସର୍ଚ୍ଚ ଟିକେ କମ୍ ଥାଏ। ତ ଯିଏ ଯାହାହେଲେ ବି ଏପଟେ ଆସିଲେ ଟିକେ କାମ କରିବାକୁ ପଡ଼ିବ। କାମ ମାନେ କ'ଣ, ବିଲ କାମ ଟିକେ କରିବାକୁ ପଡ଼ିବ, ଘର କାମ ଟିକେ କରିବାକୁ ପଡ଼ିବ। ଏହା ହେଲା କଥା। ଆଉ ବାହାରେ ରହିଲେ କ'ଣ, ଛୁଆମାନେ ଜବ୍ କରିଥାନ୍ତି, ବାହାରେ ଛୁଆ ପିଲାଙ୍କୁ ଟିକେ ଯତ୍ନ ନେବ, କାମ କରେ। କିନ୍ତୁ ଏଇଠି ନୁହଁ, ଏଇଠି ସବୁ କାମ କରେ। ବିଲ କାମ କରିବ, ଯିବ ଗାଈ ଗୋରୁ କାମ ଟିକେ କରିବ, ଗୋବର ପକେଇବ, ପୁଣି ଯିବ ଜଙ୍ଗଲକୁ କାଠ ଆଣିବ। ବହୁତ କିଛି କାମ କରିବାକୁ ପଡ଼ୁଛି ବନ୍ଧୁ। କ'ଣ କରେ, ସେଇ କଷ୍ଟରେ ଆମେ ବଢ଼ିଛୁ। ବାପା ମା ଆମକୁ ସେତିକି କଷ୍ଟ କରିକି ଏତେ ବଡ଼ କରିଛନ୍ତି, ସେଇ କାମ ତ କରିବାକୁ ପଡ଼ିବ ହିଁ ପଡ଼ିବ। ହଁ, ଆଉ ମୁଁ କହୁଥିଲି ଟ୍ୟୁବୱେଲ୍ କଥା। ଏଇଟା ହେଉଛି ଆମ ଟ୍ୟୁବୱେଲ୍, ଯେଉଁଠୁ ଆମେ ପାଣି ରୋଷେଇ ହେଉଛି, ପିଉଛୁ, ଗାଧୁଆ ପାଧୁଆ ଏଇଠି ସବୁ ହେଉଛି ହେଲା। ଗୋଟେ ଟ୍ୟୁବୱେଲ୍। ଏଇଟା ହେଉଛି ଜେଜେବାଙ୍କ ଘର, ଜେଜେବାପାଙ୍କର। ଏପଟେ କରୁଛନ୍ତି ଘର, ଚାଲିଛି। ଏବେ ନୂଆ ହେଇଛି ଘର, ଚାଳ ଘର ହିଁ ହେଉଛି। ଛାତ ଘର ସମସ୍ତଙ୍କର ଛାତ ପଡ଼ିଯାଇଛି, ସମସ୍ତଙ୍କ ଘର, କିନ୍ତୁ କିଛି କାମ ହେଇନି, ପ୍ଲାଷ୍ଟର ହେଇନି, କିଛି ହେଇନି। ଯିଏ ଯାହାର ସମର୍ଥ ଦେଖି ଘର କରିଛନ୍ତି, ଯାହାର ଇନକମ୍ ନେଇକି ସେମାନେ ଘର କରିଛନ୍ତି। ଆମ ଇନକମ୍ ନେଇକି ଆମେ ଘର କରିଛୁ। ଚାଲିଛି, ଆପଣଙ୍କ ଆଶୀର୍ବାଦରୁ ଏମିତି ଥାଉ। ଦେଖିବା ଆଗକୁ କ'ଣ ହେଉଛି, ମୁଁ ଅପଡ଼େଟ୍ ଦେବି। ବର୍ତ୍ତମାନ ସିଚୁଏସନ୍ରେ ଏଇଭଳିଆ ପରିସ୍ଥିତି ମୋର ଅଛି। ଆଗକୁ ଦେଖିବା ଏଇ ପରିସ୍ଥିତି ସୁଧାର ହେଉଛି ନା ନାହିଁ, ଆପଣଙ୍କ ଉପରେ ମୁଁ ଛାଡ଼ି ଦେଇଛି। କର୍ମ ତ କରୁଛୁ, ବାକି ରହିଲା ଆପଣଙ୍କ ଆଶୀର୍ବାଦ। ଯେମିତି ଆଉ ଟିକେ ଆଗକୁ ଯିବାର ଅଛି, ଆପଣଙ୍କ ଆଶୀର୍ବାଦ ରହୁ। ଆଉ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମୁଁ କରିଛି, ୟୁଟ୍ୟୁବ୍ ଚ୍ୟାନେଲ୍ରୁ କିଛି ବି ଏପର୍ଯ୍ୟନ୍ତ ମୁଁ ଇନକମ୍ ହେଇନି। ମୋର 3-4 ବର୍ଷ ହେଇଯିବ, 3-4 ବର୍ଷ ବୋଧେ ହେଇଯିବ ୟୁଟ୍ୟୁବ୍ ଚଲେଇବାର। କିନ୍ତୁ ଏତେ ଟାଇମ୍ ବି ଦେଇ ହେଉନି, ଯେହେତୁ ରାତି ଅନିଦ୍ରା ହେବାକୁ ପଡ଼ୁଛି। ଏଡ଼ିଟିଂ କରିବା, ଭିଡ଼ିଓ କରିବା। କିନ୍ତୁ ଜାଣିଛି ଯେ ୟୁଟ୍ୟୁବ୍ରୁ ପଇସା ଆସେ ବୋଲି, କିନ୍ତୁ ଆସିନି ଏପର୍ଯ୍ୟନ୍ତ। କୋସିସ୍ ଚାଲିଛି, ହଁ ଆସିବ, ଆଜି ନହେଲେ କାଲି ଆସିବ। ଚାଲିଛି ଦର୍ଶକ ବନ୍ଧୁ, ଦେଖିବା କ'ଣ ହେଉଛି। ଆପଣ ତ ଦେଖିଲେ, ଏଇ ହେଉଛି ମୋର ଜୀବନ, ଏଇ ହେଉଛି ମୋ ଘର।
ଆଉ ବର୍ତ୍ତମାନ ବହୁତ 1-2 ବର୍ଷ ପରେ ମୁଁ ଘରକୁ ଆସିଥିଲି। ଭାବିଲି ଆପଣଙ୍କୁ ଟିକେ ଅପଡ଼େଟ୍ ଦେଇଦେବି, ତ ସେଇଥିପାଇଁ ମୁଁ ବାଧ୍ୟ ହେଇକି ଭିଡ଼ିଓଟାକୁ କରିବା ପାଇଁ ବାଧ୍ୟ ହେଲି। ପାଟି ମାନେ ବାଉଳା ହେଇଯାଉଛି ବର୍ଷ ଭିତରେ କ'ଣ ଆପଣମାନଙ୍କୁ କହିବି କ'ଣ ନାହିଁ, କିନ୍ତୁ ଆପଣମାନଙ୍କ ଆଶୀର୍ବାଦରେ ହିଁ ମୁଁ ଅଛି। ଚାଲୁ ହଉ, ରହିଲି ଦର୍ଶକ ବନ୍ଧୁ। ଆଉ ପୁଣି ଯଦି କେତେବେଳେ ଆସିବି ମୁଁ ନେକ୍ସଟ ଆପଣଙ୍କୁ ଭଲ ଭାବରେ ମୁଁ ଅପଡ଼େଟ୍ ଦେବି। ଏ ବର୍ଷ ଟିକେ ଜଲ୍ଦିବାଜିରେ ଅପଡ଼େଟ୍ ଦେଇଛି, ଯେହେତୁ ପରିବାର ଲୋକ କେହି ନାହାନ୍ତି, ସମସ୍ତେ ଯାଇଛନ୍ତି କାମକୁ। ସକାଳେ ଥିଲେ ସମସ୍ତେ କାମକୁ ପଳେଇଥିଲେ, ମୁଁ ଶୋଇଥିଲି। ଗାଧୁଆପାଧୁଆ ଖାଇକି ପୁଣି ଶୋଇଲି। ସବୁ ବ୍ୟସ୍ତତା ଭିତରେ କେହି ରହୁନାହାନ୍ତି ଘରେ, କାମ କରିବା ପାଇଁ ପଳାଉଛନ୍ତି, ତ ଅପଡ଼େଟ୍ ଦେଇପାରିଲିନି। ରହିଲି, ଯଦି ହେବ ମୁଁ ସକାଳୁ ରାତିରେ ଯଦି ହେବ ମୁଁ ବାପାଙ୍କୁ ଟିକେ ଦେଖେଇବି, ଭିଡ଼ିଓରେ ଆଣିବାକୁ ଚେଷ୍ଟା କରିବି। ରହିଲି, ପୁଣି ଦେଖା ହେବ ହେଲା। ଜୟ ଜଗନ୍ନାଥ।